ହାଲେଲୁୟା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୋ ପ୍ରିୟ ଭାଇ ଭଉଣୀମାନଙ୍କୁ ବର୍ତ୍ତମାନ ମୁଁ ଆପଣମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତାହାଙ୍କର ବାକ୍ୟ ଶୁଣିବା ପାଇଁ ଆମ ସିୟନ ମଣ୍ଡଳୀ ତରଫରୁ ଆପଣମାନଙ୍କୁ ଆହ୍ୱାନ କରୁଅଛୁ। ଆସନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ବର୍ତ୍ତମାନ ଆମେମାନେ ବାକ୍ୟ ଦେଖିବା। ମୋ ସହିତ ଖୋଲନ୍ତୁ ଲୋକଲିପ୍ତ ସୁସମାଚାର 21 ପର୍ବ ତାର 17-18 ପଦ ମୁଁ ପଢୁଛି। 17, 18, 19 ଲୋକଲିପ୍ତ ସୁସମାଚାର 21 ପର୍ବ ତାର 17, 18, 19 ମୁଁ ପଢୁଛି, ମୋ ସହିତ ଧ୍ୟାନ ଦିଅନ୍ତୁ। ପୁଣି ମୋହର ନାମ ସକାଶେ ତୁମେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, କିନ୍ତୁ ତୁମମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ। ଧୈର୍ଯ୍ୟ ଦ୍ୱାରା ତୁମେମାନେ ଆପଣା ଆପଣା ଜୀବନ ଲାଭ କରିବ। ପ୍ରଭୁ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ ସୁଧା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ପ୍ରଭୁ ତୁମେ ଯେ ଆମମାନଙ୍କର ପରିତ୍ରାଣକାରୀ ପରମେଶ୍ୱର, ଉଦ୍ଧାରକାରୀ ପରମେଶ୍ୱର, ପ୍ରଭୁ ତୁମେ ନଥିଲେ ପ୍ରଭୁ ଆମେ କିଛି କରିପାରିବୁ ନାହିଁ। ପ୍ରଭୁ ତୁମର ପ୍ରେମ, ତୁମର ଦୟା, ତୁମର ଅନୁଗ୍ରହ ଆମମାନଙ୍କ ସହିତ ସଦାସର୍ବଦା ରହିବାକୁ ପଡ଼ିବ। ତୁମେ ଯେ ପ୍ରଭୁ ପରମେଶ୍ୱର ଆମମାନଙ୍କୁ ଗ୍ରହଣ ନ କଲେ ଆମମାନଙ୍କୁ କେହି ମଧ୍ୟ ଦୟା କରିବେ ନାହିଁ। ପ୍ରଭୁ ତୁମେ ଦୟା କର ଆମକୁ, ଆମ ମଣ୍ଡଳୀକୁ, ଆମ ପରିବାରମାନଙ୍କୁ, ଆମମାନଙ୍କ ଆତ୍ମିକ ଜୀବନକୁ ପ୍ରଭୁ ତୁମର ଆତ୍ମାଙ୍କ ଇଙ୍ଗିତରେ ଚଲେଇ ନିଅ ବୋଲି, ତୁମ ପବିତ୍ର ଆତ୍ମା ଶକ୍ତି ସାମର୍ଥ୍ୟ ଆମ ସମସ୍ତଙ୍କୁ ଦିଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ। ଆମେନ୍। ହାଲେଲୁୟା। ବାକ୍ୟ ପ୍ରାରମ୍ଭ। ଏ ଜାଗାରେ ଲେଖାଯାଇଛି, ପୁଣି ମୋହର ନାମ ସକାଶେ ତୁମେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ। ପ୍ରଭୁ ଯୀଶୁ ପୂର୍ବରୁ ତାଙ୍କ ଶିଷ୍ୟମାନଙ୍କୁ ଜଣାଉଛନ୍ତି, କ'ଣ ବୋଲି ଜଣାଉଛନ୍ତି ବୋଲି କହିଲେ, ମୋ ନାମରେ ତୁମମାନଙ୍କୁ ଅନେକ ଲୋକ ଘୃଣା କରିବେ। ମୋତେ ତୁମେ ବିଶ୍ୱାସ କରିଥିବାରୁ, ମୋତେ ତ୍ରାଣକର୍ତ୍ତା ଭାବରେ ତୁମେ ଗ୍ରହଣ କରିଥିବାରୁ ମୋ ନାମରେ ତୁମମାନଙ୍କୁ ସମସ୍ତ ଲୋକ ଘୃଣା କରିବେ। ତୁମ ନିଜର ଲୋକ ମଧ୍ୟ ଘୃଣା କରିବେ। ତୁମର ଭାଇ ବନ୍ଧୁ, ତୁମର ବାପା ମା, ତୁମର ସେଇ ଯେତିକି କୁଟୁମ୍ବ ମାନେ ଅଛନ୍ତି, ସମସ୍ତେ ଯେତିକି ଆପଣଙ୍କର ଲୋକମାନେ ଅଛନ୍ତି, ପ୍ରାୟ 90% ଲୋକମାନେ ତୁମମାନଙ୍କୁ ଘୃଣା କରିବେ। କାହା ପାଇଁ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଇଁ। ମୋ ନାମ ସକାଶେ ତୁମେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, କିନ୍ତୁ ତୁମମାନଙ୍କର ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ। ଧୈର୍ଯ୍ୟ ଦ୍ୱାରା ତୁମେମାନେ ଆପଣା ଆପଣା ଜୀବନ ଲାଭ କରିବ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ପ୍ରଭୁ ତାଙ୍କର ଶିଷ୍ୟମାନଙ୍କୁ ଆଉ ଧୈର୍ଯ୍ୟର କଥା କହୁଅଛନ୍ତି। ପ୍ରଭୁ ଯଦି ଆମ ସହିତ ସଦାସର୍ବଦା ରହିବେ ତାହେଲେ ଆମମାନଙ୍କୁ ଭୟ କ'ଣ ପାଇଁ? ହାଲେଲୁୟା। ପ୍ରଭୁ ଆମମାନଙ୍କ ସହିତ ସଦାସର୍ବଦା ରହିବେ। ଆମମାନଙ୍କ ଦୁଃଖରେ, ସୁଖରେ, ଭଲରେ, ମନ୍ଦରେ, ଆମମାନଙ୍କର ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରଭୁ କହିଛନ୍ତି, ତୁମେ ଯେଉଁଆଡ଼େ ଯିବ ସଦାପ୍ରଭୁ ପରମେଶ୍ୱର ତୁମ ସାଙ୍ଗରେ ଥିବେ ବୋଲି କହିଛନ୍ତି। ତୁମେ ଯେଉଁଆଡ଼େ ଯିବ ସମସ୍ତ ସ୍ଥାନରେ ଆମେ ତୁମକୁ ବିଜୟ ପ୍ରଦାନ କରିବୁ ବୋଲି ପ୍ରଭୁ କହୁଛନ୍ତି। ହାଲେଲୁୟା। ବିଜୟ ପ୍ରାପ୍ତ ହେବାର ଅଛି ବୋଲେ, ପ୍ରଭୁଙ୍କ ଠାରେ ଆମମାନେ ବଢ଼ିବାର ଅଛି ବୋଲି କହିଲେ ପ୍ରଭୁ ଆମ ସହିତ ଥିବାକୁ ପଡ଼ିବ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କେବେ ବି ଛାଡ଼ିବାକୁ ହେବ ନାହିଁ। ଆମେ ଯଦି ଯୀଶୁଙ୍କୁ ଛାଡ଼ିଦେବା, ଆମେ ଯଦି ଯୀଶୁଙ୍କ ନାମରେ ଯୀଶୁଙ୍କର ଗୌରବ କରିବା, ପ୍ରଶଂସା କରିବା ଯଦି ଭୁଲିଯିବା, ତାହେଲେ ଏ ଜଗତରେ ଆମମାନଙ୍କୁ କେହି ମଧ୍ୟ ରକ୍ଷା କରିପାରିବେ ନାହିଁ। ହାଲେଲୁୟା। ଲୋକମାନେ ଆମମାନଙ୍କୁ ବିଭିନ୍ନ ପ୍ରକାର କଥା କହିବେ। ଲୋକମାନେ ଆମମାନଙ୍କୁ ସମାଜ ଗୃହରୁ ବା ସମାଜରୁ ଆମମାନଙ୍କୁ ତଡ଼ି ଦେବେ। ଲୋକମାନେ ଆମମାନଙ୍କୁ ଜୀବନରେ ଅନେକ କ୍ଲେଶ ଆଣିଦେବେ। ଶୈତାନ ସେମାନଙ୍କୁ ପ୍ରବର୍ତ୍ତାଇବ। ଶୈତାନ ସେମାନଙ୍କୁ ଆମମାନଙ୍କ ଉପରକୁ ସେ ପଠେଇବ। କାରଣ ଆମେମାନେ ଶୈତାନକୁ ଇଚ୍ଛା ନାହିଁ। ଆମେମାନେ ତା ସହିତ ନରକକୁ ଯିବା ବୋଲି ତାର ଇଚ୍ଛା। ହାଲେଲୁୟା। ତେଣୁ ଏ ଜାଗାରେ ଆମେ ଦେଖୁଛୁ, ମୋ ନାମ ସକାଶେ ଅନେକ ଲୋକ ତୁମକୁ ଘୃଣା କରିବେ, କିନ୍ତୁ ତୁମମାନଙ୍କର ମସ୍ତକ କେଶ ଗୋଟେ ତୁମର ଏଇ ମସ୍ତକର କେଶ ଗୋଟେ
କେହି ମଧ୍ୟ ଉପାଡ଼ି ପାରିବେ ନାହିଁ। ହାଲେଲୁୟା। ଗୋଟେ କେଶ ମଧ୍ୟ ନଷ୍ଟ ହେବ ନାହିଁ। କେହି ମଧ୍ୟ ପରମେଶ୍ୱରଙ୍କର ଅନୁମତି ବିନା ତୁମମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ। ପରମେଶ୍ୱରଙ୍କ ଅନୁମତି ବିନା ତୁମମାନଙ୍କୁ ଲୋକମାନେ ଆଉ କ୍ଷତି କରିପାରିବେ ନାହିଁ। କାରଣ ପ୍ରଭୁ ଯଦି ଅର୍ଡ଼ର ଦେବେ ତାହେଲେ ତୁମମାନଙ୍କୁ କେହି ହେଲେ ମଧ୍ୟ ସ୍ପର୍ଶ କରିପାରିବେ। ହାଲେଲୁୟା। ଏ ଜାଗାରେ ଆମେ ପ୍ରଭୁଙ୍କ ଠାରେ ସମ୍ପୂର୍ଣ୍ଣ ଭରସା ରଖିବାକୁ ପଡ଼ିବ। ପ୍ରଭୁ କହିଛନ୍ତି ତୁମର ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ। ଧୈର୍ଯ୍ୟ ଦ୍ୱାରା ତୁମେମାନେ ଆପଣା ଜୀବନ ଲାଭ କରିପାରିବ। ହାଲେଲୁୟା। ହେଲେ ଏ ବାକ୍ୟକୁ ଆଧାର କରି ମୁଁ ଆପଣମାନଙ୍କୁ ଗତକାଲିର ବାକ୍ୟ ଗୋଟେ ଦେଖେଇବି। ପ୍ରେରିତ ପୁସ୍ତକ 16 ପର୍ବ ତାର 19 ପଦରୁ। କିନ୍ତୁ ତାର କର୍ତ୍ତାମାନେ ଆପଣମାନଙ୍କର ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶିଲାଙ୍କୁ ଧରି ସେମାନଙ୍କୁ ଛକ ସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ। ଆଉ ସେମାନେ ସେମାନଙ୍କୁ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ, ଏହି ଲୋକଗୁଡ଼ାକ ଯିହୁଦୀ, ଏମାନେ ଆମମାନଙ୍କ ନଗରରେ ଗୋଳମାଳ କରୁଅଛନ୍ତି। ଆଉ ରୋମୀୟ ଲୋକମାନଙ୍କର ଯେଉଁ ସବୁ ରୀତିନୀତି ଗ୍ରହଣ କରିବା, ପାଳନ କରିବା ବିଧିସଙ୍ଗୀତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି। ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ। ପୁଣି ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ି ପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ। ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନ ରକ୍ଷା କରିବା ନିମନ୍ତେ କାରାଗାର ରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ। ସେ ଏହି ପ୍ରକାରେ ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ହରିକାଠ ପକାଇଦେଲେ। ହାଲେଲୁୟା। ଏଠି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଇଁ ଦୁଇ ଜଣ ପ୍ରଭୁଙ୍କ ଦାସମାନେ ପାଉଲ ଏବଂ ଶିଲା, ଏମାନେ କ'ଣ କରୁଛନ୍ତି ବୋଲି କହିଲେ, ଆମେ ଯେଉଁ ବାକ୍ୟ ପଢ଼ିଲୁ ସେ ବାକ୍ୟ ମଧ୍ୟରୁ ଗୋଟେ ବାକ୍ୟ ଆମେ ନେବା। ତାହା କ'ଣ ବୋଲି କହିଲେ, ମୋ ନାମ ସକାଶେ, ଯୀଶୁଙ୍କର ନାମ ସକାଶେ, ଯୀଶୁଙ୍କ ପାଇଁ ଆଉ ପାଉଲ ଶିଲା କ'ଣ ହେଲେ, ବର୍ତ୍ତମାନ ବନ୍ଦୀ ହେଲେ। ହାଲେଲୁୟା। ସେମାନେ କ'ଣ କରୁଛନ୍ତି ବୋଲି କହିଲେ, ଏଇ ଦୁଇ ଜଣଙ୍କ ବିରୁଦ୍ଧରେ ସେମାନଙ୍କର କର୍ତ୍ତାମାନେ ଦୈବଜ୍ଞ ବିଶିଷ୍ଟ ଯେଉଁ ସ୍ତ୍ରୀ ଥିଲା, ସେ ଭାଗ୍ୟ ଗଣନା କରୁଥିଲା। ସେ ଯେତେବେଳେ ଭଲ ହେଇଗଲା ଆଉ ତାଠାରୁ ଭୂତ ଛାଡ଼ିକି ପଳେଇଲା, ତାପରେ ସେମାନେ ଜାଣିଲେ ଯେ ଆଉ ତାର କର୍ତ୍ତାମାନେ ତାକୁ ରଖିଥିବା କର୍ତ୍ତାମାନେ ଦେବତା ପରି ରଖିଥିଲେ ତାକୁ, ସେ ଦୈବଜ୍ଞ ବିଶିଷ୍ଟ ସ୍ତ୍ରୀକୁ। ଆଉ ସେମାନେ ଜାଣିଲେ ଯେ ଆମମାନଙ୍କର ଲାଭ ଆଶା ସବୁ ଚାଲି ଯାଉଛି। ତାହା ଦେଖି ତାଙ୍କର ଲାଭ ସବୁ ଆଉ ତାଙ୍କର କାମଦାମ ସବୁ, ତାଙ୍କ ପ୍ଲାନ୍ ସବୁ ଆଉ କାମ ଦେଉନାହିଁ। ଏହା ଦେଖି ପାଉଲ ଶିଲାଙ୍କୁ ସେମାନେ ଧରିଲେ ଆଉ ଚକ ସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ନେଇଗଲେ। ହାଲେଲୁୟା। ଦେଖନ୍ତୁ, ଯୀଶୁଙ୍କ ନାମ ସକାଶେ, ହାଲେଲୁୟା, ଯୀଶୁଙ୍କ ନାମ ସକାଶେ, ଯୀଶୁଙ୍କ କାର୍ଯ୍ୟ କରିଥିବା ସକାଶେ, ଯୀଶୁଙ୍କ ନାମରେ ଭୂତ ଚଢ଼ାଇଥିବାରୁ, ଯୀଶୁଙ୍କ ନାମରେ ସେଇ ଦୈବଜ୍ଞ ବିଶିଷ୍ଟ ସ୍ତ୍ରୀକୁ ସୁସ୍ଥ କରିଥିବାରୁ ଆଉ ଏମାନଙ୍କୁ ଏହି ପ୍ରକାର ଦଶା ଭୋଗିବାକୁ ପଡ଼ୁଛି। ହାଲେଲୁୟା। ସେ ସ୍ତ୍ରୀ ଭଲ ହେଇଗଲା, ତାଠାରୁ ଭୂତ ଚାଲିଗଲା, କିନ୍ତୁ ପ୍ରଭୁଙ୍କ ଦାସମାନଙ୍କୁ ବର୍ତ୍ତମାନ ଶୈତାନ କଷ୍ଟ ଦେଉଅଛି। ପ୍ରଭୁଙ୍କ ଦାସମାନଙ୍କୁ ଶୈତାନ କଷ୍ଟ ପହଞ୍ଚାଇବାକୁ ଶାସନକର୍ତ୍ତାମାନଙ୍କ ମାଧ୍ୟମରେ ଏଇ ଜାଗତିକ କର୍ତ୍ତାମାନେ, ସେ ଦୈବଜ୍ଞ ବିଶିଷ୍ଟର କର୍ତ୍ତାମାନେ
ଦୈବଜ୍ଞ ବିଶିଷ୍ଟ ସ୍ତ୍ରୀର କର୍ତ୍ତାମାନେ ତାଙ୍କର ଲାଭ ସବୁ ଚାଲିଗଲା, ଆଉ ଟିକଟ ଯାକ ବିକି ପାରିବେ ନାହିଁ। ଟିକଟ ମାନେ 50, 100, 200, 500 ନେଉଥିବା ଲୋକମାନେ ଆଉ ତାହା ନେଇପାରିବେ ନାହିଁ, କାରଣ ଦୈବଜ୍ଞ ବିଶିଷ୍ଟ ସ୍ତ୍ରୀ ଭଲ ହେଇଗଲା। ହାଲେଲୁୟା। ଦୈବଜ୍ଞ ବିଶିଷ୍ଟ ସ୍ତ୍ରୀ ଯୀଶୁଙ୍କୁ ପାଇଗଲା, ତେଣୁ ସେ ଆଉ ସେ ଦୈବଜ୍ଞ କାମ କରିବ ନାହିଁ, ସେ ଦେବତାର କାମ କରିବ ନାହିଁ, ସେ ପ୍ରତିମା ପୂଜା କରିବ ନାହିଁ, ସେ ଭାଗ୍ୟ ଗଣନା କାମ କିଛି ସେ କରିବ ନାହିଁ। ହାଲେଲୁୟା। ତେଣୁ ସେମାନେ ଜାଣିଲେ ଯେ ଆମଠାରୁ ଆମମାନଙ୍କର ଆଶା ସବୁ ଚାଲି ଯାଉଛି, ଆମମାନଙ୍କର ଲାଭ ସବୁ ଚାଲି ଯାଉଛି। ଏଇ ଶିଲା ପାଉଲ ବୋଲି ପାଉଲ ଏ ଶିଲା ଏ ଦୁଇଜଣ ଆସି ଆମମାନଙ୍କର ମଧ୍ୟରେ ଗୋଳମାଲ କରୁଅଛନ୍ତି, ଆମମାନଙ୍କୁ ବହୁତ ନଷ୍ଟ କରୁଅଛନ୍ତି। ଏମାନେ ଆମମାନଙ୍କ ପାଖକୁ ଆସିକରି ଏମାନେ କ'ଣ କରୁଛନ୍ତି? ଗୋଳମାଲ କରିଦେଉଛନ୍ତି, ଆମର ଦେବତାମାନଙ୍କୁ କ୍ଷତି ଦେଉଛନ୍ତି, ଆମର ମହାପୁରୁମାନଙ୍କୁ କ୍ଷତି ଦେଉଛନ୍ତି। ତାଙ୍କର ଗୋଟେ ମହାପୁରୁ ଅଛି, ପୁଣି ତାଙ୍କର ଗୋଟେ ନୂଆ ଦେବତା ଅଛନ୍ତି, ସେ ବିଷୟରେ ସେ କଥା ସେମାନେ କହୁଅଛନ୍ତି। ସେମାନେ ରୋମିଓମାନଙ୍କର ରୀତିନୀତି ଅନୁସାରେ କିଛି କାମ କରୁନାହାନ୍ତି, ବିଧି ସଙ୍ଗୀତ ନୁହେଁ, ରୋମିଓମାନେ ଯାହା କରିବା କଥା ନୁହେଁ ତାହା ଏମାନେ ପ୍ରଚାର କରୁଅଛନ୍ତି। ରୋମିଓମାନେ ତାହା କରିବା କଥା ନୁହେଁ, ଦେବତା ପୂଜା କରିବା କଥା, ପ୍ରତିମା ପୂଜା କରିବା କଥା। ତାଙ୍କର ରୀତିନୀତି ବଡ଼ ଭୟଙ୍କର ଥିବ, ତାହା ନ ଶିଖନୁ ଗୋଟେ ଅଜ୍ଞାତ ଦେବତାକୁ ଏ ଲୋକମାନେ ଆଣିକିରି ଆମମାନଙ୍କ ମଧ୍ୟରେ ଗୋଳମାଲ କରୁଛନ୍ତି ବୋଲି ଅନେକ ଲୋକ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏମାନଙ୍କୁ ତାଡ଼ନା କରୁଛନ୍ତି। ହାଲେଲୁୟା। ଆଉ ସେମାନେ ତାଡ଼ନା କରିଲେ, ସେମାନଙ୍କୁ ଶାସନକର୍ତ୍ତାମାନଙ୍କ ନିକଟକୁ ନେଇଗଲେ। ଶାସନକର୍ତ୍ତାମାନେ କ'ଣ କଲେ? ଆଉ ସେମାନଙ୍କର ଡ୍ରେସ୍ ସବୁ କାଢ଼ି ଦେଇ, କପଡ଼ା ସବୁ କାଢ଼ି ଦେଇକରି ସେମାନଙ୍କୁ କରଡ଼ା ମାଡ଼ ମାରିଲେ, ସେମାନଙ୍କୁ ବେତ ମାଡ଼ ମାରିଲେ। ହାଲେଲୁୟା। ଆଉ ସେମାନଙ୍କୁ ଭୟଙ୍କର ଭାବରେ ତାଡ଼ନା କରିବାକୁ ଲାଗିଲେ। ମୋର ପ୍ରିୟ ଲୋକମାନେ, ଶାସନକର୍ତ୍ତାମାନେ, ସେ ମୂର୍ଖ ଲୋକମାନେ, ବିଚାରପତିମାନେ ସମସ୍ତେ ପ୍ରଭୁଙ୍କ ଦାସମାନଙ୍କ ବିରୁଦ୍ଧରେ ଉଠିଲେ। ତାର ସାଙ୍ଗକୁ ଆଉ ସେମାନେ କ'ଣ କଲେ? ଲୋକମାନଙ୍କୁ ମଧ୍ୟ ମତେଇ ଦେଲେ। ଲୋକମାନେ ଯେଉଁ ସବୁ ସେଥିରେ ଲୋକସମୂହ 22ରେ ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ। ପୁଣି ବିଚାରକର୍ତ୍ତାମାନେ ସେମାନଙ୍କ ବସ୍ତ୍ର କାଢ଼ି ପକାଇଲେ। କାହାର ପାଇଁ? ଯୀଶୁଙ୍କ ପାଇଁ। ହାଲେଲୁୟା। ମୋ ନାମ ସକାଶେ ତୁମେମାନେ ଅନେକ ଦୁଃଖ ସହ କରିବାକୁ ପଡ଼ିବ। ମୋ ନାମ ସକାଶେ ତୁମେମାନେ କରଡ଼ା ମାଡ଼ ଖାଇବାକୁ ପଡ଼ିବ। ମୋ ନାମ ସକାଶେ ତୁମମାନଙ୍କର ବସ୍ତ୍ର ଚିରେଇ ହେବାକୁ ପଡ଼ିବ। ଶାସନକର୍ତ୍ତାମାନେ ତୁମମାନଙ୍କୁ ଅପମାନ କରିବେ, ଲୋକମାନେ ତୁମମାନଙ୍କୁ ଅପମାନ କରିବେ, ଲୋକମାନେ ତୁମ ବିରୁଦ୍ଧରେ ଉଠିବେ ମୋ ନାମ ସକାଶେ। ହେଲେ ଏଇସବୁ ହେଲେ ମଧ୍ୟ ତୁମମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ, ତୁମମାନଙ୍କର ଜୀବନ ତୁମେ ରକ୍ଷା କରିପାରିବ। ହାଲେଲୁୟା। ତୁମମାନଙ୍କର ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ, କାରଣ ମୁଁ ସର୍ବଶକ୍ତିମାନ ପରମେଶ୍ୱର। ହାଲେଲୁୟା। ସେମାନେ ଯେତେବେଳେ ପରମେଶ୍ୱରଙ୍କ ଉପରେ ନିର୍ଭର କରିବାକୁ ଲାଗିଲେ, ସେମାନଙ୍କୁ ବେଡ଼ି ବାନ୍ଧିଲେ ମଧ୍ୟ, ସେମାନଙ୍କୁ କାରାଗାରରେ ନିକ୍ଷେପ କଲେ ମଧ୍ୟ, ସେମାନଙ୍କ ବିରୁଦ୍ଧରେ ଅନେକ ଲୋକ ଉଠିଲେ ମଧ୍ୟ, ସେମାନଙ୍କୁ ଆଉ କାରାରକ୍ଷକଙ୍କୁ ଜଗାଇଲେ ମଧ୍ୟ, ଆଉ ବଡ଼ ଅନ୍ଧକାରମୟ ଜେଲ ଭିତରେ ତାଙ୍କୁ ବନ୍ଦୀ କରିଦେଲେ ମଧ୍ୟ, ସେମାନଙ୍କ ଗୋଡ଼ରେ ହରିକାଠ ଲଗାଇଦେଲେ ମଧ୍ୟ, ଯାହା କଲେ ମଧ୍ୟ ସେମାନେ ଯୀଶୁଙ୍କ ସକାଶେ ସହିଗଲେ। ହାଲେଲୁୟା। ମୋ ପ୍ରିୟ ଭାଇମାନେ, ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର କଥା କ'ଣ? ଆମମାନଙ୍କର ବିଷୟ କ'ଣ? ପାଉଲ ଶିଲା ଏକା ପ୍ରଭୁଙ୍କର ଲୋକମାନେ କି? ଆମେମାନେ ନୁହେଁ କି? ପାଉଲ ଶିଲାଙ୍କ ପରି ଆମମାନଙ୍କ ଜୀବନ ଯଦି ଘଟିବ, ତାହେଲେ ତୁମେ କେଉଁଠାରେ ଥିବ? କେଉଁଥିପାଇଁ ତୁମେ ବର୍ତ୍ତମାନ ବଞ୍ଚୁଅଛ? ମୋର ପ୍ରିୟ ଲୋକମାନେ, ପ୍ରଭୁ ଆମମାନଙ୍କୁ ତାହାଙ୍କର ସର୍ବସ୍ୱ ତ୍ୟାଗ କରିଛନ୍ତି। ପ୍ରଭୁ ଆମମାନଙ୍କୁ ସର୍ବସ୍ୱ ଦାନ କରିଦେଇଛନ୍ତି। ଆମେମାନେ ପ୍ରଭୁଙ୍କ ପାଇଁ କ'ଣ କରିବା? ତାହାଙ୍କ ନାମରେ ଅପମାନ ସହିବା ନାହିଁ କି?
ତାହାଙ୍କ ନାମରେ ଆମେମାନେ ଦୁଃଖ ସହିବା ନାହିଁ କି? ସେ କହୁଛନ୍ତି ତୁମର ମସ୍ତକର କେଶ ମଧ୍ୟ ନଷ୍ଟ ହେବ ନାହିଁ। ମୋ ନାମରେ ଅନେକ ଦୁଃଖ ଆସିବ, ଅନେକ କଷ୍ଟ ଆସିବ, ଅନେକ ତାଡ଼ନା ଆସିବ, ତଥାପି କେହି ମଧ୍ୟ ତୁମକୁ କିଛି କରିପାରିବେ ନାହିଁ। ହାଲେଲୁୟା। କାରଣ ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ଅଟନ୍ତି। ଦେଖନ୍ତୁ, ପ୍ରାୟ ଅର୍ଦ୍ଧରାତ୍ରି ହେଇଗଲା। ପାଉଲ ଶିଲାଙ୍କୁ ବନ୍ଦୀ କରିକିରି ଆଉ ସେମାନଙ୍କୁ ଭୟଙ୍କର ଭାବରେ ମାନେ ପ୍ରୋଟେକ୍ସନ୍, ମାନେ ସେମାନେ କ'ଣ ବାହାରକୁ ନ ଯିବା ପାଇଁ ପୋଲିସ ମାନଙ୍କୁ ଜଗେଇଲେ। ଆଉ ପୋଲିସ ମାନଙ୍କୁ ଜଗେଇ ଦେଇକରି ଆଉ କ'ଣ କଲେ, କାରାରକ୍ଷକ ଆଉ ସେ ନିଦ୍ରା ଯିବା ପାଇଁ ସେ ତାଙ୍କ ଘରକୁ ଗଲେ। ହାଲେଲୁୟା। ତାପରେ ତାଙ୍କ ଘରକୁ କଲେ ସେ ପାଖରେ ଆକା। ଆଉ ସେ କ'ଣ କଲେ, ସେତେବେଳେ ଏମିତି ଲାଇଟ୍ ଯାକ କିଛି ନଥିଲା, ଦୀପ ଜଳାଇବାର ବ୍ୟବସ୍ଥା ଥିଲା। ହାଲେଲୁୟା। ରାତ୍ରିକାଳ ସମୟ, ଅର୍ଦ୍ଧରାତ୍ରିକାଳ ସମୟ, ମଧ୍ୟରାତ୍ରି, ସେହି ପ୍ରକାର ସମୟରେ ପାଉଲ ଶିଲା କ'ଣ କରୁଛନ୍ତି? ପ୍ରଭୁଙ୍କର ଗୌରବ କରୁଛନ୍ତି, ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି। ହାଲେଲୁୟା। ପ୍ରଭୁଙ୍କ ଠାରେ ଆନନ୍ଦ କରୁଛନ୍ତି। ମୋର ପ୍ରିୟ ଲୋକମାନେ, ମୁଁ ତୁମମାନଙ୍କୁ ଗୋଟେ କଥା କହିବାକୁ ଚାହୁଁଛି। ଏହି ପ୍ରକାର ଦୁଃଖ ଥିବା ଟାଇମ୍ରେ ବସିବାକୁ ହେଉନାହିଁ, ଉଠିବାକୁ ହେଉନାହିଁ। ବହୁତ କଷ୍ଟରେ ସେମାନେ ଅଛନ୍ତି। ପିଇବାକୁ ପାଣି ମଧ୍ୟ ମିଳୁନାହିଁ। ସେମାନେ ଭଲରେ ଏତେ ମାଡ଼ ତ ଖାଇଛି, ଟିକେ ରେଷ୍ଟ ନେବି ବୋଲିକରି ସେରେଇବାକୁ ମଧ୍ୟ ସେମାନଙ୍କୁ ସୁଯୋଗ ନାହିଁ। ସେମିତିକାର ସମୟରେ ମହା ଆନନ୍ଦରେ ପ୍ରଭୁଙ୍କ ପାଇଁ ଆମେ ଗୋଟେ ମହା ଆଶ୍ଚର୍ଯ୍ୟ କର୍ମ କରିଅଛୁ। ପ୍ରଭୁଙ୍କ ପାଇଁ ଯାହା ବି ହଉ ଆମେମାନେ ଦୁଃଖ ସହ କରିପାରିଲୁ ବୋଲି ସେମାନେ ମହା ଆନନ୍ଦରେ ପ୍ରଭୁଙ୍କୁ ଧନ୍ୟବାଦ ପ୍ରଶଂସା କରୁ କରୁ, ଗୌରବ କରୁ କରୁ, ପ୍ରଶଂସା କରୁ କରୁ ସେମାନେ ପ୍ରଭୁଙ୍କର ବନ୍ଦନା କରୁଛନ୍ତି ଆଉ ପ୍ରଭୁଙ୍କ ସ୍ତୁତି ଗାନ କରୁଛନ୍ତି। ସେହି ପ୍ରକାର ସମୟରେ ହଠାତ୍ ମହାଭୂମିକମ୍ପ ହେଲା। ହାଲେଲୁୟା। ପ୍ରଭୁ କ'ଣ କରିଛନ୍ତି? ପ୍ରଭୁଙ୍କର ପ୍ରତାପ ଦେଖାଉଛନ୍ତି, ପ୍ରଭୁଙ୍କର ପାୱାର ଦେଖାଉଛନ୍ତି। ବର୍ତ୍ତମାନ ଏମାନଙ୍କ ଦ୍ୱାରା ଅନେକ ମହାଗୋଷ୍ଠୀ, ଅନେକ ଯୁହୁଦୀ ମାନେ, ଗ୍ରୀକ ମାନେ, ଅନେକ ଭାଷାବାଦୀ ମାନେ, ଅନେକ ଜାତି ସମସ୍ତେ ପରିତ୍ରାଣ ପାଇବାର ସମୟ ସନ୍ନିକଟ ହୋଇଅଛି। ହାଲେଲୁୟା। ଏମାନେ କ'ଣ କରୁଛନ୍ତି? ବର୍ତ୍ତମାନ ଶକ୍ତି ନିମନ୍ତେ ପ୍ରାର୍ଥନା କରୁଅଛନ୍ତି, ପ୍ରଭୁଙ୍କର କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରୁଛନ୍ତି, ପ୍ରଭୁଙ୍କର ଆଶ୍ଚର୍ଯ୍ୟ କର୍ମ ନିମନ୍ତେ ପ୍ରାର୍ଥନା କରୁଅଛନ୍ତି ଏବଂ ପ୍ରଭୁଙ୍କୁ ଗୀତ ଗାଉଛନ୍ତି। ହାଲେଲୁୟା। ପ୍ରଭୁଙ୍କର ଗୀତ ଗାନ କରୁଥିବା ସମୟରେ, ସ୍ତବ ଗାନ କରୁଥିବା ସମୟରେ ମହାଭୂମିକମ୍ପ ହେଇଗଲା। ମହାଭୂମିକମ୍ପ ହେଲା ପରେ କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା। ହାଲେଲୁୟା। ପ୍ରଭୁ କହିଛନ୍ତି ନା, ତୁମମାନଙ୍କର ମସ୍ତକର କେଶ ମଧ୍ୟ ନଷ୍ଟ ହେବ ନାହିଁ। ହାଲେଲୁୟା। ତେଣୁ ପ୍ରଭୁଙ୍କର ପାୱାର ବର୍ତ୍ତମାନ ଦେଖାଉଛନ୍ତି। ଜଗତର ପାୱାର ସେମାନେ ଦେଖାଇ ଦେଲେ। ଜଗତର ଶାସନକର୍ତ୍ତା ମାନେ ସେମାନଙ୍କର ବିଚାର କରିସାରିଲେ। ଆଉ ପାଉଲ ଶିଲାଙ୍କୁ ଆଉ ବନ୍ଦୀ କରିବା ପାଇଁ, କରଡ଼ା ମାରିବା ପାଇଁ, ତାଡ଼ନା କରିବା ପାଇଁ, କ୍ଲେଶ ଭୋଗ କରାଇବା ପାଇଁ ସେମାନେ ବିଚାରିତ ନ ହଉନୁ ସେମାନେ ଆଉ ତା ପୂର୍ବରୁ ବେତ୍ରାଘାତ କଲେ। ଆଉ ବିଭିନ୍ନ ପ୍ରକାର ଆଉ କ'ଣ କଲେ? ଆଉ ତାଙ୍କ ଉପରକୁ ଆକ୍ରମଣ କଲେ। ତ ହେଲେ ମଧ୍ୟ ପ୍ରଭୁଙ୍କ ପାଇଁ ସେମାନେ ସହିଗଲେ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ କାର୍ଯ୍ୟ ପାଇଁ, ପ୍ରଭୁଙ୍କର ସେବା ପାଇଁ ସେମାନେ କ'ଣ କଲେ? ତାଙ୍କୁ ଡାକିବା ଆହ୍ୱାନକୁ ସେମାନେ ମନେ ପକାଇଲେ। ତାଙ୍କ ପାଇଁ କ'ଣ ପାଇଁ ତାଙ୍କୁ ପ୍ରଭୁ କ'ଣ ପାଇଁ ଡାକିଛନ୍ତି ବୋଲି କହିଲେ? ଏଇଥିପାଇଁ ଡାକିଛନ୍ତି। ପ୍ରେଜ୍ ଦ ଲର୍ଡ। ଯୀଶୁଙ୍କ ପାଇଁ ତାଡ଼ନା ସହିବାକୁ, କଷ୍ଟ ସହିବାକୁ, ଆଶ୍ଚର୍ଯ୍ୟ କର୍ମ କରିବାକୁ ପରମେଶ୍ୱର ତୁମମାନଙ୍କୁ ନିଯୁକ୍ତ କରିଛନ୍ତି। ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ଲୋକମାନେ, ଆପଣମାନଙ୍କୁ ପରମେଶ୍ୱର କ'ଣ ପାଇଁ ଡାକିଛନ୍ତି ଟିକେ ଚିନ୍ତା କରନ୍ତୁ। ଏହି ପ୍ରକାର କଷ୍ଟ ଆସିଲେ ମଧ୍ୟ ପ୍ରଭୁଙ୍କୁ ତୁମେ ଛାଡ଼ିବାର ନାହିଁ। ଏହି ପ୍ରକାର ସମସ୍ୟା ଆସିଲେ ମଧ୍ୟ ପ୍ରଭୁଙ୍କୁ ତୁମେ ଭୁଲି ଯିବାର ନାହିଁ। ହାଲେଲୁୟା। ତୁମେ କ'ଣ କରିବାକୁ ପଡ଼ିବ? ପ୍ରଭୁଙ୍କୁ ଧନ୍ୟବାଦ କରିବାକୁ ପଡ଼ିବ। ବହୁତ କଷ୍ଟ ରହିଲେ ମଧ୍ୟ, ଏହି ପ୍ରକାର କଷ୍ଟରେ କେହି ମଧ୍ୟ ଆମମାନଙ୍କ ମଧ୍ୟରେ ରହିଲେ କେହି ମଧ୍ୟ କ'ଣ କରନ୍ତି ନାହିଁ? ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ। ମାତ୍ର ପାଉଲ ଶିଲା କ'ଣ କରୁଛନ୍ତି? ପ୍ରଭୁଙ୍କର ସ୍ତବ ଗାନ କରୁଛନ୍ତି।
ସେମାନେ ପ୍ରଭୁଙ୍କ ସ୍ତବଗାନ କରୁଥିବା ସମୟରେ ବନ୍ଦୀମାନେ ଶୁଣୁଥିଲେ। ହାଲେଲୁୟା। ବନ୍ଦୀମାନେ ଶୁଣୁଥିଲେ। ଏମାନଙ୍କୁ ଏତେ କଷ୍ଟ ଦେଇକରି ବିନା କାରଣରେ ଏମାନଙ୍କୁ ଆଣିକରି ବନ୍ଦୀ କରିଛନ୍ତି, ଏମାନଙ୍କୁ ମାଡ଼ ମାରିଛନ୍ତି, ଏମାନଙ୍କ ଗୋଡ଼ରେ ହରିକାଠ ଲଗାଇ ଦେଇଛନ୍ତି, ଏମାନଙ୍କ ଶରୀରରେ ଏମାନଙ୍କ ହାତ ଗୋଡ଼ ବାନ୍ଧି ଦେଇଛନ୍ତି। ହେଲେ ମଧ୍ୟ ଏମାନେ କେତେ ଆନନ୍ଦରେ ଗୌରବ ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି, ପ୍ରଭୁଙ୍କର ଧନ୍ୟବାଦ କରୁଛନ୍ତି। ଏଇଟା କେମିତି ସାଧ୍ୟ ଅଟେ? ଏ ବିଷୟ କେମିତି ସାଧ୍ୟ ହେଇପାରୁଛି ବୋଲି ସେମାନେ ଧ୍ୟାନ ସହିତ ଶୁଣୁଛନ୍ତି। ଧ୍ୟାନ ସହିତ ଶୁଣି ସେମାନେ କ'ଣ କଲେ? ମନ ପରିବର୍ତ୍ତନ କରିଦେଲେ। ହାଲେଲୁୟା। ସେମାନେ ମଧ୍ୟ ମନ ପରିବର୍ତ୍ତନ କଲେ। ତାପରେ ବନ୍ଧନ ସେମାନଙ୍କୁ ଯେତିକି ବନ୍ଦୀ ଥିବା ଲୋକମାନେ ସମସ୍ତଙ୍କର ବନ୍ଧନ ଛିଣ୍ଡିଗଲା। ଦ୍ୱାର ସବୁ ମେଲା ହେଇଗଲା। ପ୍ରେଜ୍ ଦ ଲର୍ଡ। ଏବେ ଦ୍ୱାର ସବୁ ମେଲା ହେଇଗଲା, ଏଇ ଯିବାଟା ଠିକ୍ ଅଛି। ଏମାନଙ୍କର ବନ୍ଧନ କେମିତି ଛିଣ୍ଡିଗଲା? ପ୍ରେଜ୍ ଦ ଲର୍ଡ। ଏମାନଙ୍କର ବନ୍ଧନ ଏଇଥିପାଇଁ ଛିଡ଼ିଲା ଯେ ସେମାନେ ପ୍ରଭୁଙ୍କର ବାକ୍ୟ ଶୁଣୁଥିଲେ, ପ୍ରଭୁଙ୍କର ଗୌରବ କରିବାଟା ସେମାନେ ଶୁଣୁଥିଲେ, ପ୍ରଭୁଙ୍କର ଧନ୍ୟବାଦ କରିବାଟା ଶୁଣୁଥିଲେ, ପ୍ରଭୁଙ୍କଠାରେ ପ୍ରାର୍ଥନା କରିବାଟା ସେମାନେ ଶୁଣୁଥିଲେ। ହାଲେଲୁୟା। ତେଣୁ ସେମାନେ ପରିବର୍ତ୍ତିତ ହେଇଗଲେ। ସେମାନଙ୍କର ବନ୍ଧନ ଛିଡ଼ିଗଲା। ଶୈତାନ ଚାଲିଗଲା। ଶୈତାନ ସବୁ ତାର ସମସ୍ତ ଅଧିକାର ଚାଲିଗଲା। ଆଉ ବର୍ତ୍ତମାନ ସେମାନଙ୍କ ଆଉ ବନ୍ଧନ ନାହିଁ। ହାଲେଲୁୟା। ସେମାନେ ଚାହିଁଥିଲେ ପଳେଇ ଯାଇଥାନ୍ତେ, କିନ୍ତୁ ସେମାନଙ୍କୁ ପାଉଲ ଆଜ୍ଞା କ'ଣ କଲେ? ରଖିଦେଲେ। ହାଲେଲୁୟା। ପାଉଲ ଆଜ୍ଞା ସମସ୍ତଙ୍କୁ ବନ୍ଦୀ ଲୋକ ସମସ୍ତଙ୍କୁ କ'ଣ କଲେ? ଗୋଟେ ପାଖ ରଖିଦେଲେ। ତାପରେ କ'ଣ ହେଲା ବୋଲି କହିଲେ? ଏ କାରାଗାର ରକ୍ଷକ କ'ଣ କଲେ? ସେ ମହାଭୂମିକମ୍ପ ହେଲା ପରେ ସେ କାରାଗାର ରକ୍ଷକ କ'ଣ କଲେ? ଆଉ ସେ ଉଠିଲେ ନିଦ୍ରାରୁ ଉଠିକିରି, ଆଉ କାରାଗାର ରକ୍ଷକ ଦ୍ୱାର ମେଲା ହେବାର ଦେଖିଦେଲେ। ଦ୍ୱାର ମେଲା ହେବାଟା ଦେଖିକିରି ବନ୍ଦୀମାନେ ସବୁ ପଳେଇ ଗଲେନି। ଆଉ ରାଜା ମୋର ବେକ କାଟିଦେବ, ମୁଁ ଏବେ କ'ଣ କରିବି ବୋଲି ଜାଣିକିରି ସେ କ'ଣ କଲା ବୋଲି କହିଲେ? ଆଉ ନିଜର ଖଣ୍ଡା କାଢ଼ି ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ। ହାଲେଲୁୟା। ସେତେବେଳେ ପାଉଲ କହିଲେ, ଉଚ୍ଚ ସ୍ୱରରେ ଡାକି କହିଲେ, ଆପଣଙ୍କର କୌଣସି କ୍ଷତି କରନ୍ତୁ ନାହିଁ ବୋଲି କହିଲେ। ହାଲେଲୁୟା। ଆପଣଙ୍କର କୌଣସି ବିଷୟ କ୍ଷତି କରନ୍ତୁ ନାହିଁ, କାରଣ ଆମେ ସମସ୍ତେ ଏ ଜାଗାରେ ଅଛୁ। ସେତେବେଳେ ସେ କାରାଗାର ରକ୍ଷକ କହିଲେ, ହେ ପ୍ରଭୁ, ତାଙ୍କର ପାଦ ତଳେ ସେ କାରାଗାର ରକ୍ଷକ ପଡ଼ିଯାଇକି କହିଲେ, ମୁଁ ପରିତ୍ରାଣ ପାଇବା ପାଇଁ, ମହାଶୟମାନେ, ପ୍ରଭୁଙ୍କ ଦାସମାନେ, ମୁଁ ପରିତ୍ରାଣ ପାଇବା ପାଇଁ ମୁଁ କ'ଣ କରିବି ବୋଲି ପଚାରିଲା। ମୋତେ କ'ଣ କରିବାକୁ ହେବ? ସେମାନେ କହିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଠାରେ ବିଶ୍ୱାସ କର, ତାହେଲେ ତୁମେ ସପରିବାରରେ ପରିତ୍ରାଣ ପାଇବ। ହାଲେଲୁୟା। ତାପରେ ସେମାନେ ତାଙ୍କୁ ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କର ବାକ୍ୟ କହିଲେ। ହାଲେଲୁୟା। ସେତେବେଳେ କ'ଣ କଲେ? ପାଉଲ ଆଜ୍ଞାଙ୍କର, ଶିଲା ଆଜ୍ଞାଙ୍କର, ସେଠି ଥିବା ବନ୍ଦୀ ଲୋକମାନଙ୍କ ସମସ୍ତଙ୍କର ବନ୍ଧନ ଛିଣ୍ଡିଗଲା ପରେ କାରାଗାର ରକ୍ଷକ ଯେ ତାଙ୍କୁ ଜଗୁଥିଲେ, ସେ କ'ଣ କଲେ? ଆଉ ନିଜକୁ ମରେଇବା ପାଇଁ, ନିଜକୁ ମାରିକି ନେବା ପାଇଁ ସେ ଖଣ୍ଡା ଟେକିଲେ, ବେକ କାଟିକି ମରିଯିବେ ବୋଲିକରି। କିନ୍ତୁ ପ୍ରେରିତ ପାଉଲ ଆଜ୍ଞା, ପାଷ୍ଟର ଆଜ୍ଞା କ'ଣ କଲେ? ନାଇଁ, ତୁମେ କ୍ଷତିକୁ ନିଜକୁ କର ନାହିଁ, ଆମେ ସବୁ ଏଟିଆ ଖାଉଛୁ, ତୁମେ ଡରିବା ଦରକାର ନାହିଁ ବୋଲି କହିଲାରୁ ସେ ଯାଇକି ତାଙ୍କ ଗୋଡ଼ ତଳେ ପଡ଼ିଗଲା ପରେ, ମହାଶୟମାନେ, ପରିତ୍ରାଣ ପାଇବାକୁ ମୁଁ କ'ଣ କରିବି ବୋଲି କହିଲା? ଯୀଶୁଖ୍ରୀଷ୍ଟଙ୍କୁ ତୁମେ ବିଶ୍ୱାସ କର। ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ତୁମେ ସପରିବାରରେ ପରିତ୍ରାଣ ପାଇପାରିବ। ହାଲେଲୁୟା। ସେଥିରେ କ'ଣ ହେଲା? ପରେ ସେମାନେ ତାଙ୍କୁ ଓ ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କର ବାକ୍ୟ କହିଲେ। ଈଶ୍ୱରଙ୍କ ବାକ୍ୟ କହିଲା ପରେ ଆଉ ସେମାନଙ୍କୁ ରାତ୍ରିର ସେହି ଗୋଡ଼ରେ ଘେନିଯାଇ, ରାତ୍ରିର ସେହି ଗଡ଼ିରେ, ସେହି ସମୟରେ, ସେହି ମୁହୂର୍ତ୍ତରେ ସେମାନଙ୍କୁ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତ ସବୁ ଧୋଇଦେଲେ। ପୁଣି ସେ ଓ ତାଙ୍କର ସମସ୍ତେ ସେହି କ୍ଷଣି ବାପ୍ତିଜିତ ହେଲେ। ହାଲେଲୁୟା। ଏଇଟା ଗୋଟେ ବିଚିତ୍ର
ଦିନ ସେ ଦିନ କ'ଣ ବୋଲି କହିଲେ ଅର୍ଦ୍ଧରାତ୍ରି ସମୟ। ଅର୍ଦ୍ଧରାତ୍ରିରେ କ'ଣ ହେଲା, ମହାଭୂମିକମ୍ପ ହେଇଗଲା। ଆଉ ସେଇ ସମୟରେ ଆଉ କାରାଗାର ରକ୍ଷକ ପରିତ୍ରାଣ ରକ୍ଷା ପାଇଲେ। ଆଉ ସମସ୍ତେ ଅଛନ୍ତି ବୋଲି ଜାଣିକିରି ଆଉ ସେ ନିଜକୁ ରକ୍ଷା ପାଇଲେ ବୋଲି ଜାଣିକିରି ଆଉ ସେମାନଙ୍କ ଗୋଡ଼ ତଳେ ପଡ଼ିଯାଇକିରି ଆଉ ପରିତ୍ରାଣ ପାଇବା ବିଷୟରେ ତାଙ୍କୁ ପଚାରିଲେ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କର ଆଉ ସପରିବାର ତୁମେ ରକ୍ଷା ପାଇବ, ପରିତ୍ରାଣ ପାଇବ ବୋଲି କହିବାରୁ ସେମାନେ ଆଉ ଗୃହକୁ ଗଲା, ତାଙ୍କ ଘରକୁ ସେଇ ଗଡ଼ିରେ ଘେନି ଯାଇ ସେମାନଙ୍କର ପ୍ରହାର ରକ୍ଷିତ ସବୁ ସେ ଦେଇଦେଲେ। ଆଗରେ କ'ଣ କରୁଥିଲେ, ସେ ସନ୍ଧ୍ୟାରେ ତାଙ୍କୁ ମାରୁଥିଲେ, ଦେଖୁଥିଲେ। ମାଡ଼ ମାରୁଛନ୍ତି, ଏତେ ମାଡ଼ ମାରୁଛନ୍ତି, କେସ୍ କରିବା ସାଧାରଣ ଜାଗାରେ ରଖ ବୋଲିକରି କହିବାଟା ମଧ୍ୟ ନାହିଁ। ହରିକାଠ ତାଙ୍କର ଗୋଡ଼ରେ ଲଗାଇଦେଲେ, ଚେନ୍ରେ ବାନ୍ଧି ଦେଇଛନ୍ତି। ତାଙ୍କୁ ଦୟା କରୁନଥିଲେ କେହି ମଧ୍ୟ। କିନ୍ତୁ ବର୍ତ୍ତମାନ ସେ ଯେ ବାନ୍ଧିଥିଲା, ଯେ ହରିକାଠ ପକାଇ ଦେଇଥିଲା, ସେଇ ଲୋକ ବର୍ତ୍ତମାନ ତାଙ୍କର କ୍ଷତ ଗୁଡ଼ାକ ଧୋଇବାକୁ ଲାଗିଲା। ହାଲେଲୁୟା। ଏସବୁ ବିଷୟ ରାତ୍ରିକାଳର ଘଟି ଯାଉଛି। ହାଲେଲୁୟା। କ୍ଷତ ସବୁ ଧୋଇଦେଲେ। ପୁଣି ସେ ଓ ତାଙ୍କର ସମସ୍ତେ ସେଇ କ୍ଷଣି ବାପ୍ତିଜିତ ହେଇଗଲେ। ସେଇ କ୍ଷଣି ବାପ୍ତିଜିତ ହେଇଗଲେ, ବାପ୍ତିସ୍ମ ନେଇଗଲେ ଯୀଶୁଖ୍ରୀଷ୍ଟଙ୍କ ନାମରେ, ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ସେମାନେ ବାପ୍ତିଜିତ ହେଇଗଲେ, ପରିତ୍ରାଣ ପାଇଗଲେ। ହାଲେଲୁୟା। ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନି ଯାଇ ଖାଦ୍ୟ ପରିବେଷଣ କଲେ। ହାଲେଲୁୟା। ପାହାନ୍ତିଆ ଟାଇମ୍ରେ ଖାଦ୍ୟ ପରିବେଷଣ କଲେ। ରାତିରେ ସେମାନଙ୍କର ନିଦ ନାହିଁ। ମହାଭୂମିକମ୍ପ ତ ହେଲା, ଲୋକମାନେ କେହି ଶୋଇନଥିବେ। ଏଇ କାରାଗାର ରକ୍ଷକଙ୍କ ଗୃହରେ ପର୍ବର ମହଳ ଚାଲିଛି, ପର୍ବର ଆନନ୍ଦ ଚାଲିଛି। କାରଣ ସେ ଆଉ ତାଙ୍କ ପରିବାର ପରିତ୍ରାଣ ପାଇଗଲେ, ରକ୍ଷା ପାଇଗଲେ, ଅନନ୍ତ ଜୀବନ ରୋଜଗାର ହେଇଗଲେ। ହାଲେଲୁୟା। ତେଣୁ ସେ ରାତ୍ରିକାଳ ସମୟରେ କ'ଣ କରୁଛନ୍ତି, ସେ ସେମାନଙ୍କୁ ଗୃହକୁ ଘେନି ଯାଇ ସେମାନଙ୍କୁ ଖାଦ୍ୟ ପରିବେଷଣ କରାଇଲେ। ଖାଦ୍ୟ ପରିବେଷଣ କଲା ପରେ ସେମାନେ ଯାହା ଖାଇବେ ସମସ୍ତ ବିଷୟ ତିଆରି କଲେ। ଆଉ ସମସ୍ତ ପରିବାର ସହିତ ଈଶ୍ୱରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ। ହାଲେଲୁୟା। ସେମାନେ ପରିବାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ସେମାନେ ଅତ୍ୟନ୍ତ ଆନନ୍ଦିତ ହେଇଗଲେ। ପୁଣି ସେମାନେ ସକାଳ ହୁଅନ୍ତେ, ଦେଖନ୍ତୁ, ସକାଳ ନ ପୂର୍ବରୁ ଏସବୁ ବିଷୟ ହେଇଯାଇଛି। କ'ଣ କ'ଣ ହେଇଯାଇଛି? ସନ୍ଧ୍ୟାରେ ପାଉଲଙ୍କୁ ଶିଳାଙ୍କୁ ଭିତର ଗଡ଼ ଭିତରେ ଅନ୍ଧକାରର ଗଡ଼ ଭିତରେ କ'ଣ କରୁଛନ୍ତି, ପୁରେଇ ଦେଲେ। ଆଉ ସେମାନେ ମଧ୍ୟରାତ୍ରିରେ ଆଉ ତାଙ୍କେ ପ୍ରାର୍ଥନା କରୁଥିବା ସମୟରେ ବନ୍ଦୀମାନେ ତାଙ୍କର ପ୍ରାର୍ଥନା ଶୁଣୁଥିଲେ, ତାଙ୍କର ଗୀତ ଶୁଣୁଥିଲେ। ସେମାନେ ପରିବର୍ତ୍ତନ ହେଇଗଲେ। ତାପରେ କ'ଣ ହେଲା, ଆଉ ମହାଭୂମିକମ୍ପ ଗୋଟେ ହେଲା। ହାଲେଲୁୟା। ତାପରେ ସେ ଜେଲର ଭିତ୍ତିମୂଳ ସବୁ ହଲିବାକୁ ଲାଗିଲା, କମ୍ପିବାକୁ ଲାଗିଲା। ଆଉ ଦ୍ୱାର ସବୁ ମେଲା ହେଇଗଲା। ଆଉ ବନ୍ଦୀ ଲୋକମାନଙ୍କର ବନ୍ଧନ ସବୁ ପିଟିଗଲା। ହାଲେଲୁୟା। ତାପରେ ଆଉ କାରାଗାର ରକ୍ଷକ ଦେଖିଲେ ଯେ ଆଉ ସେ ସେଟା ବନ୍ଦୀମାନେ ସମସ୍ତେ ଚାଲିଗଲେନି। ଆଉ ରାଜା ମୋର ମସ୍ତକ କାଟିଦେବ ବୋଲି ସେ ନିଜକୁ ଆଘାତ କରିବାକୁ ଚେଷ୍ଟା କରୁଥିବା ସମୟରେ ଆଉ ପାଉଲ ମଧ୍ୟ ତାଙ୍କୁ କ'ଣ କଲେ, ରକ୍ଷା କଲେ। ହାଲେଲୁୟା। ତାପରେ ସମସ୍ତଙ୍କୁ ଈଶ୍ୱରଙ୍କର ବାକ୍ୟ କହିଲେ। ସେ ନିଜକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କଲେ, ପ୍ରଭୁଙ୍କୁ ବିଶ୍ୱାସ କଲେ। ସେ ରାତ୍ରି ହିଁ ପରିବାର ବାପ୍ତିସ୍ମ ନେଇଗଲେ। ହାଲେଲୁୟା। ଆଉ ତାପରେ ସେ ରାତ୍ରି ଆକା କ'ଣ କରୁଛନ୍ତି, ଭୋଜି କରିଦେଇକରି ପ୍ରଭୁଙ୍କର ଦାସମାନଙ୍କୁ ଖାଇବାକୁ ଦେଇକରି ସକାଳ ପାଇଲା ବେଳକୁ ଲେଖା ହେଇଛି। ସକାଳ ହୁଅନ୍ତେ ବିଚାରକର୍ତ୍ତା ମାନେ ପଦାତିକମାନଙ୍କୁ ଏହା କହି ପଠାଇଲେ, ସେହି ଲୋକମାନଙ୍କୁ ଛାଡ଼ି ଦିଅ। ହାଲେଲୁୟା। ସେହି ଲୋକମାନଙ୍କୁ ଛାଡ଼ି ଦିଅ। ଏଥିରେ କାରାରକ୍ଷକ ପାଉଲଙ୍କୁ ଏହି କଥା କହି ଜଣାଇଲେ, ଆପଣମାନଙ୍କୁ ଛାଡ଼ିଦେବା
ନିମନ୍ତେ ବିଚାରକର୍ତ୍ତାମାନେ ଲୋକ ପଠାଇ ଅଛନ୍ତି। ଏଣୁ ଏବେ ବାହାରି ଆସି ଶାନ୍ତିରେ ଚାଲିଯାଆନ୍ତୁ। ହାଲେଲୁୟା। ତେଣୁ ବାହାରେ ଆସିକରି ତୁମେ ଶାନ୍ତିରେ ଚାଲିଯାଅ, କାରଣ ଶାସନକର୍ତ୍ତାମାନେ କହିଛନ୍ତି ସେମାନଙ୍କୁ ସକାଳେ ପାଇଲେ ଛାଡ଼ିଦିଅ ବୋଲି ଲୋକକୁ ପଠାଇଲେ। ତାପରେ କ'ଣ ହେଲା, କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମେମାନେ ଆମମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇ ଅଛନ୍ତି। ଆଉ ଏବେ କି ଗୋପନରେ ଆମମାନଙ୍କୁ ଛାଡ଼ିଦେବାକୁ ତାହା ଛାଡ଼ି ଦେଉଅଛନ୍ତି। ଗୋପନରେ ଆମମାନଙ୍କୁ ଛାଡ଼ି ଦେଉଅଛନ୍ତି, ତାହା ହେବ ନାହିଁ। ମାତ୍ର ସେମାନେ ନିଜେ ଆସି ସେମାନଙ୍କୁ ବାହାରକୁ ଘେନି ଯାଆନ୍ତୁ। ସେମାନେ ନିଜେ ଆସନ୍ତୁ, ସେମାନେ ନିଜେ ଆସି ଆମମାନଙ୍କୁ ବାହାରକୁ ଘେନି ଯାଆନ୍ତୁ ବୋଲି ସେ କହିଲେ। ସେଥିରେ ପଦାଧିକମାନେ ବିଚାରକର୍ତ୍ତାମାନଙ୍କୁ ଏହି କଥା ଜଣାଇଲେ। ପୁଣି ସେମାନେ ଯେ ରୋମୀୟ ଲୋକ ଏହା ଶୁଣି ସେମାନେ ଭୟ କଲେ। ହାଲେଲୁୟା। ଆଉ ସେମାନେ ଆସି ସେମାନଙ୍କୁ ବିନତି କଲେ। ପୁଣି ସେମାନଙ୍କୁ ବାହାର କରି ଆଣି ନଗରରୁ ବାହାରି ଯିବା ନିମନ୍ତେ ସେମାନଙ୍କୁ ଅନୁରୋଧ କଲେ। ସେଥିରେ ସେମାନେ କାରାଗାରରୁ ବାହାରି ଯାଇ ଲୁଦିଆଙ୍କ ଗୃହରେ ପ୍ରବେଶ କଲେ ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ସାହରେ ପ୍ରସ୍ଥାନ କଲେ। ହାଲେଲୁୟା। ମାନେ ଏସବୁ ବିଷୟ ଘଟିଲା ସକାଳ ପାଇଲା ବେଳକୁ। ଆଉ ରାତ୍ରିରେ କ'ଣ ଘଟିଲା ତୁମମାନଙ୍କୁ କହିଲି। ଆଉ ସକାଳ ପାଇଲା ପରେ ଆଉ ସେମାନେ ବିନତି କରିଲେ। ଆଉ ନିଜେ ଯାଇକରି ଶାସନକର୍ତ୍ତାମାନେ ନିଜେ ଯାଇକରି ସେମାନଙ୍କୁ ବାହାର କରିଦେଲେ। ହାଲେଲୁୟା। ଆଉ ବାହାର କରିକରି କ'ଣ କଲେ ନା ଛାଡ଼ିଦେଲେ, ବାହାର କରିଦେଲେ। ଆଉ ସେ ରୋମୀୟ ଲୋକ ବୋଲି ଜାଣିକରି ସେମାନେ କ'ଣ କଲେ, ଭୟ କରୁଥିଲେ, କାଳେ ଆଉ କ'ଣ ହେଇଯିବ ବୋଲି। ହାଲେଲୁୟା। ଆଶ୍ଚର୍ଯ୍ୟ କର୍ମକର୍ତ୍ତା ଆମମାନଙ୍କ ପ୍ରଭୁ, ଆମମାନଙ୍କ ପରମେଶ୍ୱର, ଭୟଙ୍କର ପରମେଶ୍ୱର, ମହାନ ପରମେଶ୍ୱର, ସେ ପ୍ରଭୁଙ୍କୁ ଆମେ ପାଇଅଛୁ। ମୋର ପ୍ରିୟ ଲୋକମାନେ, ଦେଖନ୍ତୁ, ଯେଉଁମାନେ କାରାଗାରରେ ପକାଇଲେ, ଯେଉଁମାନେ ବନ୍ଦୀ କରିଦେଲେ, ଯେଉଁମାନେ କଡ଼ା ପ୍ରହାର ମାରିଲେ, ବେତର ପ୍ରହାର ମାରିଲେ, ଅନେକ ପ୍ରହାର ମାରିଲେ, ଘୃଣା କଲେ, ମାଡ଼ ମାରିଲେ, ଆଉ ତାଙ୍କ ବିରୁଦ୍ଧରେ ଅନେକ କଥା କହିଲେ, ସେମାନଙ୍କ ବର୍ତ୍ତମାନ ଯାଇକି ବାବୁ ଆମେ ଭୁଲ କରିଦେଲୁ, ଆମକୁ କ୍ଷମା କର, ପଳେଇଯାଅ, ଆମ ଏଇ ନଗରରୁ ତୁମେ ପଳେଇଯାଅ, ଏଠି ରୁହ ନାହିଁ, ଆମର ଦେବତାମାନେ ବାହାରି ଯାଉଛନ୍ତି, ତୁମର ଜିହୁଦା ଦେଶକୁ ପଳେଇଯାଅ ବୋଲିକରି ସେମାନଙ୍କୁ କହିଲେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ପ୍ରଭୁ ମହାନ ପରମେଶ୍ୱର, ତାଙ୍କ ଲୋକମାନଙ୍କର ମସ୍ତକର କେଶ ମଧ୍ୟ ନଷ୍ଟ ହେବ ନାହିଁ ପ୍ରଭୁଙ୍କର ଅନୁମତି ବିନା। ହାଲେଲୁୟା। ତେଣୁ ମୋର ପ୍ରିୟ ଲୋକମାନେ, ଆଜିର ବାକ୍ୟ ଆପଣମାନେ ଶୁଣିଅଛନ୍ତି ଏବଂ ଆଶୀର୍ବାଦ ପ୍ରାପ୍ତ ହୋଇଅଛନ୍ତି ବୋଲି ମୁଁ ଆଶା କରୁଅଛି। ଆସନ୍ତୁ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକୃତ ପରମେଶ୍ୱର, ଆଜିର ବାକ୍ୟ ଅନୁସାରେ ପ୍ରଭୁ ଆମେ ଜୀବନଯାପନ କରିବୁ, ତୁମ ସତ୍ୟ ପଥରେ ଚାଲିବୁ, ତୁମ ପାଇଁ ବଞ୍ଚିବୁ, ସେ ତୁମେ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲେ ପ୍ରଭୁ, ଆମେନ୍। ପ୍ରେଜ୍ ଦ ଲର୍ଡ।